ଆହୁରି 4 ଦିନ ଝଡ଼ ବର୍ଷା 5 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 6 ଓ 7 ତାରିଖରେ ବଦଳିଯିବ ପାଗ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ସତର୍କ ସୂଚନା। ଦିନରେ ଅଗ୍ନି ବର୍ଷା ସନ୍ଧ୍ୟାରେ ଝଡ଼ ବର୍ଷା ସକାଳୁ ତାତି ଓ ଗୁଳୁଗୁଳି ଆଉ ଅପରାହ୍ନରେ ବଦଳି ଯାଉଛି ପାଗ ମେଜାଜ ମାଡ଼ି ଆସୁଛି ମେଘ ପବନ। ଗତ କିଛି ଦିନ ହେବ ରାଜ୍ୟରେ ଏମିତି ପାଗ ଜାରି ରହିଛି। ଆସନ୍ତା 4 ଦିନ ଯାଏ ରାଜ୍ୟରେ ଜାରି ରହିବ ଝଡ଼ ବର୍ଷା ପ୍ରଭାବ। ଆଜି ପାଇଁ ବିଶେଷ ଭାବେ ଦକ୍ଷିଣ ଓଡ଼ିଶାର 5 ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ବିଜୁଳି ସହ ଘଡ଼ଘଡ଼ି ବର୍ଷାର ପୂର୍ବାନୁମାନ କରାଯାଇଛି। ପରେ 6 ଏବଂ 7 ତାରିଖରେ ସର୍ବାଧିକ ରହିପାରେ ଝଡ଼ ବର୍ଷାର ପ୍ରକୋପ। 6 ଓ 7 ତାରିଖ ଉତ୍ତରରୁ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ। ବ୍ୟୁରୋ ରିପୋର୍ଟ, जनता टीवी।